ତ ବନ୍ଧୁଗଣ ଆପଣ ଏକ ଆଶ୍ଚର୍ଯ୍ୟଜନକ ଖବର ପାଇବା ପାଇଁ ଯାଉଛନ୍ତି ଯାହା ଆପଣଙ୍କର ହୃଦୟକୁ ଆନନ୍ଦରେ ଭରିଦେବ। ଆଜି ଏହି ଭିଡିଓରେ ଆପଣଙ୍କୁ ଯାହା ମୁଁ କହିବା ପାଇଁ ଯାଉଛି, ଯଦି ଆପଣ ଏହି ସଂକେତକୁ ବୁଝିଯାଆନ୍ତି ତେବେ ଆପଣଙ୍କ ଜୀବନର ଗତିପଥ ବଦଳିଯିବ। ମୁଁ ଆଜି ଆପଣଙ୍କ ପାଇଁ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆଣିଛି ଯେ ଆପଣ ନିଜ କାନକୁ ବିଶ୍ୱାସ କରିପାରିବେ ନାହିଁ। ଆଜି ମଧ୍ୟରାତ୍ରି ପରେ ଆପଣଙ୍କ ଜୀବନରେ ଏକ ପରିବର୍ତ୍ତନ ହେବାକୁ ଯାଉଛି। ବହୁ ବର୍ଷ ପରେ ଏକ ଗ୍ରହ ସଂରଚନା ସୃଷ୍ଟି ହେଉଛି ଯାହାକୁ ଅତ୍ୟନ୍ତ ଦୁର୍ଲଭ ବୋଲି ବିବେଚନା କରାଯାଏ। ଜ୍ୟୋତିଷମାନେ ବିଶ୍ୱାସ କରନ୍ତି ଯେ ଯେତେବେଳେ ନିର୍ଦ୍ଦିଷ୍ଟ ମହାଜାଗତିକ ଶକ୍ତି ଏକା ସାଙ୍ଗରେ ସକ୍ରିୟ ହୁଏ, କେବଳ ପରିସ୍ଥିତି ପରିବର୍ତ୍ତନ ହୁଏ ନାହିଁ, ଜଣେ ବ୍ୟକ୍ତିଙ୍କର ଭାଗ୍ୟର ସୁପ୍ତ ଦ୍ୱାର ମଧ୍ୟ ଖୋଲିବାକୁ ଆରମ୍ଭ କରେ। ସେଥିପାଇଁ ଆଜି ରାତିକୁ ଏକ ସାଧାରଣ ରାତି ଭାବରେ ମାନନ୍ତୁ ନାହିଁ। ଏହା ଏପରି ଏକ ସମୟ ଯେତେବେଳେ ଦୀର୍ଘ ସମୟ ଧରି ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ହଠାତ୍ ଗତି ପାଇପାରେ। ଏହା ଏପରି ଏକ ସମୟ ଯେତେବେଳେ ବନ୍ଦ ମନେ ହେଉଥିବା ପଥଗୁଡ଼ିକରେ ମଧ୍ୟ ନୂତନ ଆଲୋକ ଦେଖାଯିବା ଆରମ୍ଭ କରେ। ଏବଂ ଏହା ଏପରି ଏକ ସମୟ ଯେତେବେଳେ ବର୍ଷ ବର୍ଷ ଧରି ସଂଘର୍ଷ କରୁଥିବା ବ୍ୟକ୍ତି ହଠାତ୍ ଅନୁଭବ କରନ୍ତି ଯେ ତାଙ୍କ ଜୀବନ ଏକ ଅଦୃଶ୍ୟ ଶକ୍ତିର ମାର୍ଗଦର୍ଶନରେ ଆଗକୁ ବଢ଼ୁଛି। ଯଦି ଆପଣଙ୍କର ଜୀବନ ଗତ କିଛି ବର୍ଷ ଧରି ସଂଘର୍ଷରେ ପରିପୂର୍ଣ୍ଣ ହୋଇଛି, ଯଦି ଆପଣ ଅପମାନ ସହ୍ୟ କରିଛନ୍ତି, ଯଦି ଆର୍ଥିକ କଷ୍ଟ ଆପଣଙ୍କୁ ରାତିରେ ଜାଗ୍ରତ ରଖିଛି, ଯଦି ଆପଣ ନିଜର ସ୍ୱପ୍ନକୁ ଅପୂର୍ଣ୍ଣ ଛାଡ଼ି ଦାୟିତ୍ୱର ଭାର ବହନ କରିଛନ୍ତି, ତେବେ ଏହି ବାର୍ତ୍ତା ଆପଣଙ୍କ ପାଇଁ ସାଧାରଣ ନୁହେଁ। କାରଣ ଏପରି ସମୟ ଆସେ ଯେତେବେଳେ ଈଶ୍ୱର ଜଣେ ବ୍ୟକ୍ତିକୁ ତାଙ୍କ ସୀମା ପର୍ଯ୍ୟନ୍ତ ପରୀକ୍ଷା କରନ୍ତି, ଦେଖନ୍ତି ଯେ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ତାଙ୍କର ବିଶ୍ୱାସ ଅକ୍ଷୁର୍ଣ୍ଣ ରହିଛି କି ନାହିଁ। ଏବଂ ଯେତେବେଳେ ପରୀକ୍ଷା ସମାପ୍ତ ହୁଏ, ସେହି ସମାନ ଦିବ୍ୟ ଶକ୍ତି ପୂର୍ବରୁ ଅକଳ୍ପନୀୟ ପଥ ଖୋଲିଦିଏ। କେବଳ ଆପଣଙ୍କର ଜୀବନକୁ ପଛକୁ ଦେଖେ। କ'ଣ ପାଇଁ ଏପରି ଘଟେ ନାହିଁ? ଯେତେବେଳେ ସବୁ କିଛି ହଜିଯାଇଥିବା ପରି ମନେ ହେଉଥିଲା, ଶେଷ ମୁହୂର୍ତ୍ତରେ ଏକ ରାସ୍ତା ବାହାରି ଆସିଲା। କ'ଣ ଏପରି ଘଟେ ନାହିଁ ଯେ ଏକ ସମସ୍ୟା ଯାହା ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ଘେରି ରହିଥିଲା, ଏକ ଚମତ୍କାର ଦ୍ୱାରା ହଠାତ୍ ଅଦୃଶ୍ୟ ହୋଇଗଲା? କ'ଣ ଏପରି ସମୟ ଆସିଛି ଯେତେବେଳେ ଆପଣ ଘରୁ ବାହାରିବା ସମୟରେ ଅସ୍ଥିର ଅନୁଭବ କରିଥିଲେ, କେବଳ ପରେ ଅନୁଭବ କଲେ ଯେ ଯଦି ଆପଣ ସେହି ମୁହୂର୍ତ୍ତରେ ଏକ ଭିନ୍ନ ନିଷ୍ପତ୍ତି ନେଇଥିଲେ, ତେବେ ଆପଣ ଗମ୍ଭୀର ସମସ୍ୟାରେ ପଡ଼ିପାରିଥାନ୍ତେ? ଏଗୁଡ଼ିକ କେବଳ ସଂଯୋଗ ନୁହେଁ। ଜୀବନ ପ୍ରାୟତଃ ଏପରି ଘଟଣାମାନ ଉପସ୍ଥାପନ କରେ ଯାହା ପ୍ରମାଣ କରେ ଯେ ଏକ ଅଦୃଶ୍ୟ ଶକ୍ତି ନିରନ୍ତର ଆମକୁ ସୁରକ୍ଷା ଦେଉଛି। ଆମେ ଏପରି ଏକ ସମୟ ମନେ ରଖିପାରିବା ଯେତେବେଳେ ଆମେ ଆଗକୁ ଯିବାର କୌଣସି ରାସ୍ତା ଦେଖିନଥିଲେ, ଯେତେବେଳେ ପାଣ୍ଠିର ଅଭାବ ଥିଲା, ସମର୍ଥନର ଅଭାବ ଥିଲା ଏବଂ ପରିସ୍ଥିତି ଆପଣଙ୍କ ବିରୁଦ୍ଧରେ ଠିଆ ହୋଇଥିଲା। ତଥାପି ଆପଣ ବଞ୍ଚି ରହିଥିଲେ। ଆପଣ ଭାଙ୍ଗି ପଡ଼ିନଥିଲେ। ଆପଣ ନଷ୍ଟ ହୋଇନଥିଲେ। କୌଣସି ପ୍ରକାରେ ଆପଣ ସେହି ସମୟ ପାର କରିଥିଲେ। ସେହି ସମୟରେ ଆପଣ ହୁଏତ ଏହାକୁ ଆପଣଙ୍କର ନିଜସ୍ୱ ପରିଶ୍ରମ ଏବଂ ଧୈର୍ଯ୍ୟକୁ ଦାୟୀ କରିଥିଲେ। ତଥାପି ଆଜି ଦେଖାଦେଉଥିବା ସଂକେତଗୁଡ଼ିକ ସୂଚାଇ ଦିଏ ଯେ ସେହି କଷ୍ଟକର ସମୟରେ କେବଳ ଆପଣଙ୍କର ପ୍ରୟାସ ନୁହେଁ, ବରଂ ଆପଣଙ୍କର ପୂର୍ବପୁରୁଷ ଦେବତାଙ୍କ କୃପା ମଧ୍ୟ ଆପଣଙ୍କୁ ସମର୍ଥନ କରିଥିଲା। କୁହାଯାଏ ଯେ ଯେତେବେଳେ ଏକ ପରିବାର ତାର ପୂର୍ବପୁରୁଷ ଦେବତାଙ୍କର ବିଶେଷ କୃପା ଲାଭ କରେ, ସେତେବେଳେ ସବୁଠାରୁ ବଡ଼ ବିପର୍ଯ୍ୟୟ ମଧ୍ୟ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପାରିବ ନାହିଁ। ଅସୁବିଧା ସୃଷ୍ଟି ହୁଏ, କିନ୍ତୁ ସମ୍ପୂର୍ଣ୍ଣ ଧ୍ୱଂସ ହୁଏ ନାହିଁ। ପଥ ବନ୍ଦ ହୋଇପାରେ, କିନ୍ତୁ ଜୀବନ ଚାଲିଯାଏ। ହୁଏତ ଏହି କାରଣରୁ ଆମେ ଆଜି ଏଠାରେ ଠିଆ ହୋଇଛେ। ଏତେ ସଂଘର୍ଷ ସତ୍ତ୍ୱେ ଆପଣ ଏପରି କଷ୍ଟ ସହ୍ୟ କରିଛନ୍ତି ଯାହା ଅନେକଙ୍କୁ ହାର ମାନାଇ ଦିଏ। ତଥାପି ଏକ ଅଦୃଶ୍ୟ ସୁରକ୍ଷା ଶକ୍ତି ଆପଣଙ୍କୁ ସ୍ଥିର ରଖିଥିଲା। ଆଜି ରାତି ସେହି ସୁରକ୍ଷାର ଆଉ ଏକ ସଂକେତ ଆଣିଥାଏ। ଏହା ଦେଖାଯାଉଛି ଯେପରି ବ୍ରହ୍ମାଣ୍ଡର ଶକ୍ତି ଧୀରେ ଧୀରେ ଆପଣଙ୍କ ପକ୍ଷରେ ସମାନ ହେଉଛି। କିଛି ରୂପ ନେଉଛି, କିଛି ଦୃଶ୍ୟମାନ ନୁହେଁ, ତଥାପି ଏହାର ଆଭିମୁଖ୍ୟ ଅନୁଭବ କରାଯାଇପାରିବ। ଗତ କିଛି ମାସ ମଧ୍ୟରେ ଆପଣଙ୍କ ଜୀବନରେ ଘଟୁଥିବା ଘଟଣା, ଆପଣ ପାଇଥିବା ସୂକ୍ଷ୍ମ ସଂକେତ ଏବଂ ଆପଣ ଦେଖିଥିବା ହଠାତ୍ ପରିବର୍ତ୍ତନ ଗୁଡ଼ିକ ଏକ ବଡ଼ ପରିବର୍ତ୍ତନ ପାଇଁ ପଥ ପ୍ରଶସ୍ତ କରୁଛି। ଏବଂ ସବୁଠାରୁ ରହସ୍ୟମୟ ଦିଗ ହେଉଛି ଯେ ଏହି ପରିବର୍ତ୍ତନ କେବଳ ଧନ କିମ୍ବା ସଫଳତା ପର୍ଯ୍ୟନ୍ତ ସୀମିତ ରହିବ ନାହିଁ। ଏହା ଆପଣଙ୍କର ମାନସିକତା, ଆପଣଙ୍କର ଆତ୍ମବିଶ୍ୱାସ, ଆପଣଙ୍କର ସମ୍ପର୍କ ଏବଂ ଆପଣଙ୍କର ଭବିଷ୍ୟତର ଦିଗକୁ ମଧ୍ୟ ପ୍ରଭାବିତ କରିପାରେ।
ଏହା ଏପରି ଅନୁଭବ ହୁଏ ଯେପରି ବର୍ଷ ବର୍ଷ ଧରି ସ୍ଥିର ଥିବା ଶକ୍ତି ଏବେ ମୁକ୍ତ ଭାବରେ ପ୍ରବାହିତ ହେବା ଆରମ୍ଭ କରିଛି। ଯେପରି ଏକ ବନ୍ଦ ଦ୍ୱାର ପଛରୁ ଆଲୋକ ଫୁଟିବାକୁ ପ୍ରସ୍ତୁତ, କିନ୍ତୁ ଏହା କେବଳ ଆରମ୍ଭ। ଆଜି ରାତି ପରେ କ'ଣ ହେବାକୁ ଯାଉଛି, କେଉଁ ଶକ୍ତି ଗୁଡ଼ିକ କାର୍ଯ୍ୟରେ ଆସୁଛନ୍ତି ଏବଂ କାହିଁକି କୁହାଯାଉଛି ଯେ ବର୍ଷ ବର୍ଷ ଧରି ସଂଘର୍ଷ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ରହସ୍ୟର ପରଦା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ଉଠାଯାଇ ନାହିଁ। ଆଗାମୀ ସମୟ ପାଇଁ ସଂକେତ ଗୁଡ଼ିକ ଆହୁରି ଆଶ୍ଚର୍ଯ୍ୟଜନକ। କିନ୍ତୁ ବନ୍ଧୁଗଣ, କୌଣସି ବଡ଼ ପରିବର୍ତ୍ତନ ପୂର୍ବରୁ ଗୋଟିଏ ସତ୍ୟକୁ ବୁଝିବା ଜରୁରୀ। ଜୀବନରେ କେବଳ ଭାଗ୍ୟ, କଠିନ ପରିଶ୍ରମ ଏବଂ ସୁଯୋଗ ଫଳାଫଳ ନିର୍ଣ୍ଣୟ କରନ୍ତି ନାହିଁ। ପ୍ରାୟତଃ ଅଦୃଶ୍ୟ ପ୍ରଭାବ କାମ କରେ, ଯାହା ଜଣେ ବ୍ୟକ୍ତିଙ୍କର ପ୍ରଗତିକୁ ମନ୍ଥର କରେ। ଏହି କାରଣରୁ କିଛି ଲୋକ ନିଜର ସର୍ବୋତ୍ତମ ପ୍ରୟାସ କରିବା ସତ୍ତ୍ୱେ ଯେଉଁଠାରେ ପହଞ୍ଚିବା କଥା ସେଠାରେ ପହଞ୍ଚି ପାରନ୍ତି ନାହିଁ। ଆମେ ପ୍ରାୟତଃ ଜୀବନରେ ଏପରି ମୁହୂର୍ତ୍ତର ସମ୍ମୁଖୀନ ହେଉଛୁ ଯେଉଁଠାରେ ସବୁକିଛି ସୁରୁଖୁରୁରେ ଚାଲିଛି, କିନ୍ତୁ ହଠାତ୍ ଏକ ପ୍ରତିବନ୍ଧକ ଆସିଥାଏ। ଯଦି ଆପଣ ଗତ କିଛି ବର୍ଷକୁ ଭଲ ଭାବରେ ଦେଖନ୍ତି, ତେବେ ଆପଣ ଅନୁଭବ କରିପାରିବେ ଯେ ଏହା ଆପଣଙ୍କ ସହିତ ମଧ୍ୟ ଘଟିଛି। ଆପଣ କଠିନ ପରିଶ୍ରମ କରିଥିଲେ, କିନ୍ତୁ ଅନ୍ୟ କେହି ଏହାର ଶ୍ରେୟ ନେଇଥିଲେ। ଆପଣ କାହାକୁ ବିଶ୍ୱାସ କରିଥିଲେ, କିନ୍ତୁ ସେହି ବ୍ୟକ୍ତି ଆପଣଙ୍କର ପଛପଟେ ଆପଣଙ୍କ ବିଷୟରେ ଖରାପ କଥା କହିଥିଲେ। ଆପଣ କାହାକୁ ସାହାଯ୍ୟ କରିଥିଲେ, କିନ୍ତୁ ସମୟ ଆସିଲେ ସେହି ବ୍ୟକ୍ତି ଆପଣଙ୍କ ସହିତ ଠିଆ ହୋଇନଥିଲେ। ଦୁନିଆ ଏମିତି, ଆପଣଙ୍କୁ ହସୁଥିବା ପ୍ରତ୍ୟେକ ଲୋକ ଶୁଭେଚ୍ଛାକାରୀ ନୁହନ୍ତି। ଯେଉଁମାନେ ମିଠା କଥା କୁହନ୍ତି, ସେମାନେ ଆପଣଙ୍କର ସ୍ୱାର୍ଥ ପାଇଁ ଥାଆନ୍ତି ନାହିଁ। ପ୍ରାୟତଃ ସବୁଠାରୁ ବଡ଼ କ୍ଷତି ସେହି ଲୋକମାନଙ୍କ ଠାରୁ ହୁଏ ଯେଉଁମାନେ ବାହ୍ୟ ଭାବରେ ସବୁଠାରୁ ଅଧିକ ସ୍ନେହ ପ୍ରଦର୍ଶନ କରନ୍ତି। ଭାବନ୍ତୁ ଯେ ଆପଣ କେତେ ଥର କାହାକୁ ବିଶ୍ୱାସ କରିଥିଲେ, କେବଳ କିଛି ଦିନ ପରେ ଆପଣଙ୍କର କଥା ଅନ୍ୟମାନଙ୍କ ପାଖରେ ପହଞ୍ଚିଥିଲା। ଆପଣ କେତେଥର କାହାକୁ ଅନ୍ଧ ଭାବରେ ବିଶ୍ୱାସ କରିଛନ୍ତି, କେବଳ ପରେ ଅନୁତାପ କରିଛନ୍ତି। ଆପଣ କେତେଥର ଆପଣଙ୍କ ନିକଟତର କାହାକୁ ବିଚାର କରିଛନ୍ତି, କେବଳ ଅନୁଭବ କରିଛନ୍ତି ଯେ ସେମାନେ କେବଳ ଆପଣଙ୍କର ଜୀବନ ବିଷୟରେ ସୂଚନା ସଂଗ୍ରହ କରିବା ପାଇଁ ପାଖରେ ଥିଲେ। ଏମାନେ ହେଉଛନ୍ତି ନକଲି ବନ୍ଧୁ, ଯେଉଁମାନେ ଆପଣଙ୍କର ପ୍ରଗତି ଉପରେ ଗୁପ୍ତ ଭାବରେ ଈର୍ଷାରେ ପୋଡ଼ି ଆପଣଙ୍କ ପାଖରେ ଠିଆ ହେବାର ଅଭିନୟ କରନ୍ତି। ଈର୍ଷା ଏକ ନକାରାତ୍ମକ ଶକ୍ତି ଯାହା ଜଣେ ବ୍ୟକ୍ତିଙ୍କୁ ଭିତରୁ ଅନ୍ଧ କରିଦିଏ। ଯେତେବେଳେ କେହି ନିଜେ ଆଗକୁ ବଢ଼ିପାରନ୍ତି ନାହିଁ, ସେମାନେ ଅନ୍ୟମାନଙ୍କୁ ସଫଳ ହେବାର ମଧ୍ୟ ସହ୍ୟ କରିପାରନ୍ତି ନାହିଁ। ଏପରି ଲୋକମାନେ ଆପଣଙ୍କର ଜୀବନ ଉପରେ ସିଧାସଳଖ ଆକ୍ରମଣ କରନ୍ତି ନାହିଁ, ବରଂ ସେମାନେ ଧୀରେ ଧୀରେ ଆପଣଙ୍କର ଆତ୍ମବିଶ୍ୱାସକୁ ନଷ୍ଟ କରନ୍ତି। ସେମାନେ ଆପଣଙ୍କର ନିଷ୍ପତ୍ତି ବିଷୟରେ ସନ୍ଦେହ ବୁଣନ୍ତି, ଆପଣଙ୍କର ସ୍ୱପ୍ନକୁ ଉପହାସ କରନ୍ତି ଏବଂ ଆପଣଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତି ଯେ ଆପଣ କେବେ ସଫଳ ହୋଇପାରିବେ ନାହିଁ। ଏବଂ ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ଯେ ପ୍ରାୟତଃ ଆମେ ଏପରି ଲୋକଙ୍କୁ ଚିହ୍ନି ପାରୁନାହୁଁ। ଆପଣ କେବେ ଲକ୍ଷ୍ୟ କରିଛନ୍ତି କି କିଛି ବ୍ୟକ୍ତିଙ୍କୁ ଭେଟିବା ପରେ ଆପଣଙ୍କର ମନ ହଠାତ୍ ଭାରି ଅନୁଭବ ହୁଏ, କୌଣସି ସ୍ପଷ୍ଟ କାରଣ ବିନା ଅସ୍ଥିରତାର ଭାବନା ସୃଷ୍ଟି ହୁଏ ଏବଂ ଏକ କାର୍ଯ୍ୟ ପାଇଁ ଆପଣଙ୍କର ଉତ୍ସାହ ହ୍ରାସ ପାଏ? କାରଣ କେବଳ ପରିସ୍ଥିତି ନୁହେଁ, ନକାରାତ୍ମକ ମାନସିକ ଥିବା ଲୋକମାନେ ସେମାନଙ୍କର ଚାରିପାଖରେ ଏକ ପରିବେଶ ସୃଷ୍ଟି କରନ୍ତି ଯାହା ଧୀରେ ଧୀରେ ପାଖରେ ଥିବା ଲୋକଙ୍କର ଶକ୍ତିକୁ ଶୁଷ୍କ କରିଦିଏ। ଯଦି ଗତ କିଛି ବର୍ଷ ମଧ୍ୟରେ ଆପଣ ବାରମ୍ବାର ଭୟ, ଅବ୍ୟକ୍ତ ଚିନ୍ତା, ସାମାନ୍ୟ କଥା ଉପରେ ଚାପ କିମ୍ବା ଆତ୍ମବିଶ୍ୱାସରେ ହ୍ରାସ ଅନୁଭବ କରିଛନ୍ତି, ତେବେ ଏହାକୁ କେବଳ ଜୀବନର କଷ୍ଟ ପାଇଁ ଦାୟୀ କରାଯାଇପାରିବ ନାହିଁ। ନିରନ୍ତର ବିଫଳତା, ଭୁଲ ଲୋକଙ୍କର ସାଥୀ ଏବଂ ଏକ ନକାରାତ୍ମକ ପରିବେଶ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ। ଏହି କାରଣରୁ ସମ୍ଭାବନା ଥିବା ସତ୍ତ୍ୱେ ଜଣେ ବ୍ୟକ୍ତି ଦୁର୍ବଳ କିମ୍ବା ଅଯୋଗ୍ୟ ଅନୁଭବ କରିବାକୁ ଆରମ୍ଭ କରିପାରନ୍ତି। ଆପଣଙ୍କ ମଧ୍ୟରୁ କେତେକ ବର୍ତ୍ତମାନ ଅନୁଭବ କରିପାରନ୍ତି ଯେପରି ଆପଣଙ୍କର ଜୀବନ ଅଟକି ଯାଇଛି। ଫଳାଫଳ ନ ଦେଖି କଠିନ ପରିଶ୍ରମ କରିବା କିମ୍ବା ଏପରି ଯୋଜନା କରିବା ଯାହା କେବେ ସଫଳ ହୁଏ ନାହିଁ। ଆଶା ସୃଷ୍ଟି ହୁଏ, କିନ୍ତୁ ପ୍ରାୟତଃ କିଛି ସମୟ ପରେ ଧୂଳିସାତ୍ ହୋଇଯାଏ। ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏକ ଦୀର୍ଘ ନାମହୀନ ଭୟ ଭିତରେ ରହିଥାଏ, ଏକ ଚିନ୍ତା ଯେ ପୁଣି କିଛି ଭୁଲ ହୋଇପାରେ। ଯଦି ଆପଣ ଏପରି ଅନୁଭବ କରନ୍ତି, ତେବେ ଜାଣନ୍ତୁ ଯେ ଆପଣ ଏକା ନୁହନ୍ତି। ଲକ୍ଷ ଲକ୍ଷ ଲୋକ ଏହି ପର୍ଯ୍ୟାୟ ଦେଇ ଗତି କରନ୍ତି। ତଥାପି ଏଠାରେ ବୁଝିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କଥା ଅଛି। କୌଣସି ନକାରାତ୍ମକ ଶକ୍ତି, ଈର୍ଷାଳୁ ବ୍ୟକ୍ତି କିମ୍ବା ଲୁକ୍କାୟିତ
ଶତ୍ରୁ ଦିବ୍ୟ କୃପା ଏବଂ ସେମାନଙ୍କର ପୂର୍ବପୁରୁଷମାନଙ୍କର ସୁରକ୍ଷା ଉପଭୋଗ କରୁଥିବା ବ୍ୟକ୍ତିଙ୍କୁ ସ୍ଥାୟୀ କ୍ଷତି ପହଞ୍ଚାଇ ପାରିବେ ନାହିଁ। ସେମାନେ ଅସ୍ଥାୟୀ ବାଧା ସୃଷ୍ଟି କରିପାରନ୍ତି, ଦ୍ୱନ୍ଦ୍ୱ ସୃଷ୍ଟି କରିପାରନ୍ତି କିମ୍ବା ପଥକୁ କଷ୍ଟକର କରିପାରନ୍ତି, କିନ୍ତୁ ସେମାନେ ସର୍ବଦା ଶେଷ ଫଳାଫଳକୁ ନିୟନ୍ତ୍ରଣ କରିପାରିବେ ନାହିଁ। ସେଥିପାଇଁ ଆଜି ଦୃଶ୍ୟମାନ ସଂକେତ ଗୁଡ଼ିକ କେବଳ ଭାଗ୍ୟରେ ପରିବର୍ତ୍ତନ ସୂଚନା ଦିଅନ୍ତି ନାହିଁ, ସେମାନେ ଏହା ମଧ୍ୟ ସୂଚାଇ ଦିଅନ୍ତି ଯେ ଯେଉଁମାନେ ଆପଣଙ୍କର ମଙ୍ଗଳ କାମନା କରିଥିଲେ ସେମାନଙ୍କର ଶକ୍ତି ହ୍ରାସ ପାଇବା ଆରମ୍ଭ ହେବ। ଯେଉଁମାନେ ଆପଣଙ୍କର ବିଫଳତାରେ ଆନନ୍ଦିତ ହୋଇଥିଲେ ସେମାନେ ଧୀରେ ଧୀରେ ନିଜସ୍ୱ ପରିସ୍ଥିତିରେ ଫସିଯିବେ। ଯେଉଁମାନେ ଆପଣଙ୍କ ବିଷୟରେ ମିଥ୍ୟା ପ୍ରଚାର କରୁଥିଲେ ସେମାନଙ୍କ ବିଷୟରେ ସତ୍ୟ ପ୍ରକାଶ ପାଇବ ଏବଂ ଯେଉଁମାନେ ଆପଣଙ୍କର ପ୍ରଗତିରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ ସେମାନେ ନିଜ ନିଷ୍ପତ୍ତିର ପରିଣାମ ଭୋଗ କରିବେ। ତଥାପି ଏକ ସର୍ତ୍ତ ଅଛି। ଦିବ୍ୟ ସହାୟତା କେବଳ ସେତେବେଳେ ସମ୍ପୂର୍ଣ୍ଣ ଭାବରେ କାମ କରେ ଯେତେବେଳେ ବ୍ୟକ୍ତି ମଧ୍ୟ ଆଭ୍ୟନ୍ତରୀଣ ପରିବର୍ତ୍ତନ ଆଣିବାକୁ ଇଚ୍ଛୁକ। ଯଦି ଜଣେ ବ୍ୟକ୍ତି ଖରାପ ସାଙ୍ଗରେ ରହିଥାନ୍ତି, ନକାରାତ୍ମକ ଚିନ୍ତାଧାରାକୁ ଲାଗି ରୁହନ୍ତି, ସମସ୍ତଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତି, ସମସ୍ତଙ୍କ ନିକଟରେ ସେମାନଙ୍କର ଯୋଜନା ପ୍ରକାଶ କରନ୍ତି ଏବଂ ତାପରେ କେବଳ ଏକ ଚମତ୍କାର ପାଇଁ ଅପେକ୍ଷା କରନ୍ତି, ତେବେ ଫଳାଫଳ ସୀମିତ ରହିଥାଏ। ତେଣୁ ଆଗାମୀ ସମୟରେ ଆପଣ ଯେଉଁ ସାଥିରେ ଅଛନ୍ତି ସେ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଆପଣଙ୍କୁ ସମସ୍ତଙ୍କ ସହିତ ଆପଣଙ୍କର ଜୀବନର ପ୍ରତ୍ୟେକ ବିବରଣୀ ବାଣ୍ଟିବା ବନ୍ଦ କରିବାକୁ ପଡ଼ିବ ଏବଂ ଆପଣଙ୍କର ଲକ୍ଷ୍ୟ ବିଷୟରେ ଜ୍ଞାନକୁ ସୀମିତ ରଖିବାକୁ ପଡ଼ିବ। ଯେଉଁମାନେ ପ୍ରକୃତରେ ଆପଣଙ୍କର ଶୁଭେଚ୍ଛୁ, ପ୍ରାୟତଃ ନୀରବତା ସୁରକ୍ଷାର ସର୍ବୋତ୍ତମ ରୂପ ହୋଇଥାଏ। ଶବ୍ଦ ଅପେକ୍ଷା ଫଳାଫଳ ମାଧ୍ୟମରେ ନିଜର ମୂଲ୍ୟ ପ୍ରମାଣ କରୁଥିବା ବ୍ୟକ୍ତିଙ୍କୁ ଅଟକାଇବା କଷ୍ଟକର ହୋଇପଡ଼େ। ଆପଣଙ୍କୁ ଏହା ମଧ୍ୟ ବୁଝିବାକୁ ପଡ଼ିବ ଯେ ଆପଣଙ୍କର ଭୟ ହେଉଛି ଆପଣଙ୍କର ଶତ୍ରୁମାନଙ୍କର ସବୁଠାରୁ ବଡ଼ ଶକ୍ତି। ଯେତେବେଳେ ଆପଣ ଆପଣଙ୍କ ଭିତରର ଭୟକୁ ଆୟତ୍ତ କରନ୍ତି ସେମାନଙ୍କର ଶକ୍ତି ଅଧା ହୋଇଯାଏ, କାରଣ ସେମାନେ ନିଜକୁ ଦୁର୍ବଳ ବୋଲି ଅନୁଭବ କରିବା ବ୍ୟତୀତ ଆଉ କିଛି ଚାହାନ୍ତି ନାହିଁ। ସେମାନେ ଚାହାନ୍ତି ଯେ ଆପଣ ଚେଷ୍ଟା କରିବା ଛାଡ଼ି ଦିଅନ୍ତୁ। ସେମାନେ ଚାହାନ୍ତି ଯେ ଆପଣ ନିଜର ଭାଗ୍ୟ ଉପରେ ସନ୍ଦେହ କରିବା ଆରମ୍ଭ କରନ୍ତୁ। କିନ୍ତୁ ପରିସ୍ଥିତି ଏବେ ପରିବର୍ତ୍ତନ ହେବା ଆରମ୍ଭ ହୋଇଛି। ଏହା ଦେଖାଯାଉଛି ଯେ ଦୀର୍ଘକାଳୀନ ଅଦୃଶ୍ୟ ସଂଘର୍ଷର ସନ୍ତୁଳନ ବଦଳି ଯାଉଛି। ଯେଉଁମାନେ ଥରେ ଆପଣଙ୍କୁ ଦୁର୍ବଳ ମନେ କରୁଥିଲେ ସେମାନେ ଶୀଘ୍ର ଆପଣଙ୍କୁ ଏକ ନୂତନ ଆଲୋକରେ ଦେଖିପାରନ୍ତି। ଯେଉଁମାନେ ଆପଣଙ୍କର ବିଫଳତାରେ ହସିଥିଲେ ସେମାନେ ଆପଣଙ୍କର ଫଳାଫଳ ଦେଖି ନୀରବ ହୋଇପାରନ୍ତି। ତଥାପି ରହସ୍ୟ ସମ୍ପୂର୍ଣ୍ଣ ଭାବରେ ସମାଧାନ ହୋଇନାହିଁ, କାରଣ ଆସନ୍ନ ପରିବର୍ତ୍ତନ କେବଳ ଆପଣଙ୍କର ପ୍ରତିପକ୍ଷଙ୍କ ଦୁର୍ବଳତା ପର୍ଯ୍ୟନ୍ତ ସୀମିତ ନୁହେଁ। ଆପଣଙ୍କ ଭିତରର ଶକ୍ତି, ଆପଣଙ୍କ ଘରର ପରିବେଶ ଏବଂ ଆପଣଙ୍କ ଭାଗ୍ୟର ପ୍ରବାହ ମଧ୍ୟରେ ଆହୁରି ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି। କିଛି ସରଳ ପ୍ରତିକାର, ଛୋଟ ଛୋଟ ଅଭ୍ୟାସ ଏବଂ ଆଧ୍ୟାତ୍ମିକ ନୀତି ଆଗାମୀ ସମୟକୁ ସଶକ୍ତ କରିପାରିବ। କିନ୍ତୁ ବନ୍ଧୁମାନେ, କିଛି ଗୁରୁତ୍ୱପୂର୍ଣ୍ଣ କଥା ବୁଝିବାର ସମୟ ଆସିଛି। ଅନେକ ଲୋକ ଭାବନ୍ତି ଯେ ଜଣଙ୍କର ଭାଗ୍ୟ ପରିବର୍ତ୍ତନ କରିବା ପାଇଁ ଏକ ମହାନ ଚମତ୍କାର, ଏକ ବିରଳ ବସ୍ତୁ କିମ୍ବା ଏକ କଷ୍ଟକର ଆଧ୍ୟାତ୍ମିକ ଅଭ୍ୟାସ ଆବଶ୍ୟକ। କିନ୍ତୁ ସତ୍ୟ ସମ୍ପୂର୍ଣ୍ଣ ଭିନ୍ନ। ଈଶ୍ୱର ଏହି ଜଗତରେ ସରଳ ନୀତି ସ୍ଥାପନ କରିଛନ୍ତି। ସେଗୁଡ଼ିକୁ ଅନୁସରଣ କରି ବ୍ୟକ୍ତି ଧୀରେ ଧୀରେ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଅନୁଭବ କରିବାକୁ ଆରମ୍ଭ କରେ। ପ୍ରାୟତଃ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଗୁଡ଼ିକ ବହୁତ ଛୋଟ ପଦକ୍ଷେପ ସହିତ ଆରମ୍ଭ ହୁଏ। ବନ୍ଧୁମାନେ, ଆଗାମୀ ସମୟ ଆପଣଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ହେବ, କାରଣ ଜଣେ ବ୍ୟକ୍ତିଙ୍କର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପ୍ରାୟତଃ ଶତ୍ରୁ ନୁହେଁ ବରଂ ପାରିପାର୍ଶ୍ୱିକ ପରିବେଶ, ଯାହା ସେମାନଙ୍କୁ ନିରନ୍ତର ଟାଣି ଆଣେ। ଯେଉଁମାନେ ନିରନ୍ତର ନିରାଶାବାଦ ବିସ୍ତାର କରନ୍ତି, ସବୁକିଛି ନକାରାତ୍ମକ ଭାବରେ ଦେଖନ୍ତି ଏବଂ ଆପଣଙ୍କ ପ୍ରଗତିରେ ଅସହଜ ଅନୁଭବ କରନ୍ତି, ସେମାନଙ୍କ ଠାରୁ ନିଜକୁ ଦୂରେଇ ରଖିବା ଅତ୍ୟନ୍ତ ଜରୁରୀ। ଅନେକ ଲୋକ କରୁଥିବା ଆଉ ଏକ ଭୁଲ ହେଉଛି ସମସ୍ତଙ୍କ ନିକଟରେ ସେମାନଙ୍କର ଗୁପ୍ତ ଯୋଜନା ପ୍ରକାଶ କରିବା। ମନେ ରଖନ୍ତୁ, ଆପଣଙ୍କୁ ସଫଳ ଦେଖି ସମସ୍ତେ ଖୁସି ହେବେ ନାହିଁ।
ଆପଣଙ୍କର ପ୍ରମୁଖ ଲକ୍ଷ୍ୟ ଭବିଷ୍ୟତ ଯୋଜନା ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକୁ କେବଳ କିଛି ମନୋନୀତ ଲୋକଙ୍କୁ ଜଣାନ୍ତୁ। ପ୍ରାୟତଃ ନିରବତା ସୁରକ୍ଷାର ସର୍ବୋତ୍ତମ ରୂପ ଭାବରେ କାର୍ଯ୍ୟ କରେ। ଏହା ଦେଖାଯାଉଛି ଯେ ଦୀର୍ଘ ସମୟ ଧରି ଅଟକି ରହିଥିବା ପରିସ୍ଥିତି ଗତି ପାଇବାକୁ ଯାଉଛି। ଦେବୀ ଲକ୍ଷ୍ମୀଙ୍କର କୃପା ସହିତ ଜଡ଼ିତ ସଂକେତଗୁଡ଼ିକ ସମୃଦ୍ଧି ଆଡ଼କୁ ଇଙ୍ଗିତ କରନ୍ତି। ଯେତେବେଳେ ଭଗବାନ ଭୋଳାନାଥଙ୍କର ଆଶୀର୍ବାଦ ମାନସିକ ଶାନ୍ତି ଏବଂ ବାଧାରୁ ମୁକ୍ତିକୁ ସୂଚିତ କରେ, ଏହି ସମୟରେ ପ୍ରଭୁ ହନୁମାନଙ୍କର ଶକ୍ତି, ସାହସ, ସୁରକ୍ଷା ଏବଂ ବିରୋଧୀଙ୍କ ଉପରେ ବିଜୟକୁ ସୂଚିତ କରେ। ଏହା ବିଜୟର ବାର୍ତ୍ତା ପ୍ରଦାନ କରେ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ବର୍ଷ ବର୍ଷର କଠିନ ପରିଶ୍ରମ ବ୍ୟର୍ଥ ଯିବ ନାହିଁ। ଆପଣ ଯେଉଁ ପ୍ରୟାସ କରିଛନ୍ତି, ଆପଣ ଯେଉଁ ବଳିଦାନ ଦେଇଛନ୍ତି ଏବଂ ଯେଉଁ କଷ୍ଟ ସହ୍ୟ କରିଛନ୍ତି, ସବୁକିଛି ଏକ ସ୍ପଷ୍ଟ ଫଳାଫଳ ପାଇଁ ପଥ ପ୍ରସ୍ତୁତ କରୁଛି। ପ୍ରାୟତଃ ବିହନ ବୁଣିବା ଏବଂ ଫଳ ଅମଳ କରିବା ମଧ୍ୟରେ ଏକ ଲମ୍ବା ବ୍ୟବଧାନ ଥାଏ। ତଥାପି ଯେତେବେଳେ ଫଳ ଶେଷରେ ଆସେ, ଏହା ଅପେକ୍ଷାକୁ ସାର୍ଥ କରିଥାଏ। ଏହା ଅନୁଭବ ହୁଏ ଯେପରି ଏକ ନିର୍ଦ୍ଦିଷ୍ଟ ଜାଗରଣର ସମୟ ନିକଟତର। ତଥାପି ଏହି ଜାଗରଣ ହଠାତ୍ ଘଟିବ ନାହିଁ। ପ୍ରଥମେ ସଂକେତ ଦେଖାଯିବ, ପରିସ୍ଥିତି ପରିବର୍ତ୍ତନ ହେବା ଆରମ୍ଭ ହେବ, ପୁରୁଣା ବୋଝ ଉଠିଯିବ ଏବଂ ନୂତନ ସୁଯୋଗ ଦେଖାଯିବ। କିଛି ଲୋକ ଆପଣଙ୍କ ଜୀବନରୁ ଚାଲିଯିବେ ଏବଂ ଆଉ କିଛି ନୂଆ ଲୋକ ଆପଣଙ୍କ ଜୀବନରେ ପ୍ରବେଶ କରିବେ। କାରଣ ଏହା ଆଉ କେବଳ ସଂକେତ, ପ୍ରତିକାର କିମ୍ବା ଶକ୍ତି ବିଷୟରେ ନୁହେଁ। ଏହା ବର୍ତ୍ତମାନ ତିନୋଟି ପ୍ରମୁଖ ଶୁଭ ଖବର ବିଷୟରେ। ଯେଉଁମାନେ ଏତେ ଦିନ ଧରି ସଂଘର୍ଷ କରିଛନ୍ତି, ସେମାନଙ୍କର ଜୀବନରେ ଏହି ଖୁସି ଖବର ପ୍ରବେଶ କରିବାକୁ ଯାଉଛି। ବ୍ୟବସାୟ ଏବଂ କ୍ୟାରିୟର ସମ୍ପର୍କରେ ସଫଳତା ହାସଲ କରିବା ପାଇଁ ବ୍ୟବସାୟୀମାନଙ୍କୁ ସେମାନଙ୍କର ଆଚରଣରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ଆପଣଙ୍କର ଅଧୀନସ୍ଥ କର୍ମଚାରୀମାନଙ୍କ ସହିତ ଭଲ ବ୍ୟବହାର କରିବା ସେମାନଙ୍କୁ ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ପ୍ରେରଣା ଦେବ। ସ୍ୱାସ୍ଥ୍ୟ ବିଷୟରେ କହିବାକୁ ଗଲେ, ଯଦି ଆପଣ ଦୀର୍ଘକାଳୀନ ରୋଗ ସହିତ ସଂଘର୍ଷ କରୁଛନ୍ତି ଏବଂ ଏହାକୁ ଦୂର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ କିଛି କଠିନ ନିଷ୍ପତ୍ତି ନେବା ଏବଂ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ତେଣୁ ବନ୍ଧୁମାନେ, ଆପଣଙ୍କ ପାଇଁ ଆର୍ଥିକ ଲାଭର ମଧ୍ୟ ସୁଯୋଗ ରହିଛି। ଏହା ସହିତ ପୂର୍ବରୁ କରାଯାଇଥିବା ନିବେଶ ବର୍ତ୍ତମାନ ଲାଭ ପ୍ରଦାନ କରିବ। ଆର୍ଥିକ ଲାଭ ପାଇଁ ସମୟ ଉତ୍କୃଷ୍ଟ। ତଥାପି ଟଙ୍କା ଋଣ ଦେବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ସତର୍କତାର ସହିତ ବିଚାର କରିବା ପରେ ହିଁ ଏହା କରନ୍ତୁ, ନଚେତ୍ ଆପଣଙ୍କର ଟଙ୍କା ଅଟକି ଯାଇପାରେ। ସ୍ୱାସ୍ଥ୍ୟ ବିଷୟରେ ଆପଣ ନିଜ ଭିତରେ ଆତ୍ମବିଶ୍ୱାସରେ ବୃଦ୍ଧି ଅନୁଭବ କରିବେ, ଯାହା ଆପଣଙ୍କୁ ଫିଟ୍ ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରିବ। ଆପଣ ଏକ ସକାରାତ୍ମକ ମାନସିକତା ବଜାୟ ରଖନ୍ତୁ ଏବଂ ନିଜର ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ।